ସେଥିପାଇଁ ମଧ୍ୟ ସେମାନେ ଶିକ୍ଷା ଗ୍ରହଣ କରିଛନ୍ତି। ଏଥିପାଇଁ ଏହି ୟୁଟ୍ୟୁବ ଚ୍ୟାନେଲ ଇଣ୍ଡିଆନ୍ ବୟ ତାଙ୍କର ଚ୍ୟାନେଲରେ ଅପଲୋଡ ହେବା ପାଇଁ ଯାଉଛି। ଅନୁରୋଧ କରିବି ଯେତେକ ଯଦି ଏହି ଭିଡିଓକୁ ଦେଖିଛନ୍ତି ତେବେ ପରସ୍ପରକୁ ସେୟାର କରିବେ। ଏହିପରି ସଭା ସମିତି ଯେତିକି ହଉଛି ଉତ୍ସାହିତର ସହିତ ଯୋଉମାନେ ଆସୁନାହାନ୍ତି ସେମାନଙ୍କ ନିକଟରେ ଆଣିବା। ଆମେ ସଭାର ଶେଷ ଦିନ ଆମେ ଆସିକି ପହଞ୍ଚିଛୁ। ଆଉ ଯୋଉଟା କି ଆମର ଭଲେଣ୍ଟିୟର ଭାଇ ମାନେ ସବୁ ଅଛନ୍ତି ହେଲା, ସେମାନେ କେମିତି କଣ ଡ୍ୟୁଟି କରୁଥିଲେ ସେ ବିଷୟରେ ଟିକେ କହିବେ। ମାନେ ଡ୍ୟୁଟି କରିକି ସେମାନଙ୍କୁ କଷ୍ଟ ଲାଗିଲା ନା କଣ ଲାଗିଲା ହେଲା ଭାଇ, ସେ ବିଷୟରେ ଟିକେ କୁହ। ମାନେ କେମିତି ଲାଗିଲା ଡ୍ୟୁଟି କରିକି ସେ ବିଷୟରେ ଟିକେ କୁହ ଆଜି। ଭାଇ 3 ଦିନ ହେଲା ହଁ ସକାଳେ ଉଠିଲୁ, ଗାଧେଇଲୁ, ହଁ ସକାଳରୁ ସନ୍ଧ୍ୟା ଯାଏ ଚାରିଟାରୁ ରାତି 1-2ଟା ଖାଲି ବୁଲୁଛୁ। ହଁ ତାପରେ ଆମେ ଶୋଉଛୁ ଆଉ ସକାଳୁ ଉଠୁଛୁ ହଁ ଆହୁରି ରାତି 1ରେ ଶୋଉଛୁ। ମାନେ ଆଉ ତମକୁ କିଛି ନିଦ କିଛି ନାହିଁ ହେଲା, ତମକୁ ନିଦ କିଛି ନାହିଁ କି ଫ୍ରିଡମ କିଛି ନାହିଁ ହେଲା। ତମେ ଖାଲି ଡ୍ୟୁଟିରେ ଅଛ ଯେ ଅଛ ଯେ ଅଛ, ଆଉ କିଛି ରେଷ୍ଟ କିଛି ମିଳୁନି। ଯେ ପର୍ଯ୍ୟନ୍ତ ଏଟା ସରିନି ସେ ପର୍ଯ୍ୟନ୍ତ ତମକୁ ରେଷ୍ଟ କିଛି ମିଳିବନି। ଆଉ ଖାନା ପିନା ବି ଠିକ ସେ ଆଉ ଖାଇ ପାରୁନ ନିଜ ଇଚ୍ଛାରେ, ନାଇଁ କି ନିଜ ଇଚ୍ଛାରେ ବୁଲି ପାରୁନ, ନାଇଁ କି ଆଉ ନିଜ ଇଚ୍ଛାରେ ଶୋଇ ବି ପାରୁନ, ନାଇଁ କି। ଆଉ ସେଥିପାଇଁ ଆଉ ଆମେ ବି ବହୁତ ଦୁଃଖିତ, କିନ୍ତୁ ଖୁସିର କାରଣ କଣ କହିଲେ, ତମେ ଏତେ ପରିଶ୍ରମ କରିକି ଡ୍ୟୁଟି କରୁଛ, ଭଲ ଲାଗୁଛି। ଆଉ ବିନା ମୂଲ୍ୟରେ ତମେ ଡ୍ୟୁଟି କରୁଛ ନା, ନାଇଁ କି ନା ଲୋକମାନଙ୍କର ଗୋଟେ ସୁରକ୍ଷା ପାଇଁ, ନାଇଁ କି। ଆଉ ସେଥିପାଇଁ ଭାଇଙ୍କୁ ଟିକେ ଆଉ ଦେଖିଲେ ବହୁତ ବଢିଆରେ ଡ୍ୟୁଟି କରୁଛନ୍ତି। ମାନେ ସେମାନେ ଆଉ ସେପଟେ ବି ଦେଖନ୍ତୁ କେମିତି ଡ୍ୟୁଟି କରୁଛନ୍ତି, ସେପଟେ ଟିକେ ଦେଖ ଭାଇ କେମିତି ଡ୍ୟୁଟି କରୁଛନ୍ତି ହେଲା। ଏମିତି ମାନେ ଆଗେ 24 ଘଣ୍ଟା ପୁରା। ଆଉ ପହର ଦିନ 3 ଦିନ ହେଲାଣି ଲାଗି ପଡିଛନ୍ତି ତାଙ୍କ ଡ୍ୟୁଟିରେ। ଆଉ ସେଥିପାଇଁ ଭିଡିଓ ଟିକେ ଲାଇକ୍ କରନ୍ତୁ। ଆଉ ଭାଇଙ୍କ ପାଇଁ କଣ କହିବା ପାଇଁ ଚାହୁଁଛନ୍ତି ଟିକେ କମେଣ୍ଟ ମଧ୍ୟ କରନ୍ତୁ ହେଲା। ଆଉ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ ଦଉଛୁ ଭାଇ ହେଲା। ଆଉ ତମେ ଏତେ ସୁନ୍ଦର ଭାବରେ ଡ୍ୟୁଟି କରୁଛ, ହଉ ବହୁତ ବହୁତ ଧନ୍ୟବାଦ। ଆଉ ତମକୁ ଈଶ୍ୱର ଆଶୀର୍ବାଦ କରନ୍ତୁ ହେଲା, ଥ୍ୟାଙ୍କ ୟୁ। ସଭାର ଆଗେ ଆଉ ସମାପ୍ତ ହଉଛି ଯୋଉଟା କି ମହାସଭା କୁଟଲାନିଙ୍ଗାରେ ହଉଥିଲା। ଆଉ ସମସ୍ତଙ୍କ ମତରେ କଣ କଣ ଅଛି, ଆଉ ପ୍ରଥମ ଷ୍ଟାର୍ଟିଂ ରେ ପଚାରିବା ଆମର ଭାଇଙ୍କୁ, ଆଉ ଯୋଉଟା କି ଆମ ସାଙ୍ଗ ମସୁସ ଭାଇ କହିବେ। ଆଉ ସଭା ବିଷୟରେ କିଏ ଗୋଟେ ଦି ପଦ ଗୋଟେ ଚାପିକି ଟିକେ କହିବେ। ଆଉ ସଭା କେମିତି ଲାଗିଲା ଆରମ୍ଭ ଦିନ ଆଉ ମଝି ଦିନ ଆଉ ଶେଷ ଦିନ କେମିତି ଲାଗିଲା ସେ ବିଷୟରେ ଟିକେ କୁହ ଭାଇ। ହ୍ୟାଲୋ ଗାଇସ୍, ତ ଆପଣ ମାନଙ୍କୁ ସ୍ୱାଗତ କରୁଛୁ ଆମ ଚ୍ୟାନେଲକୁ। ତ ଆପଣ ମାନେ ଦେଖିପାରୁଥିବେ ଆମର ସଭା ଆରମ୍ଭଠୁ ଆଜି ସଭା ସମାପ୍ତ ହେବାକୁ ଯାଉଅଛି। ତ ହେବାକୁ ଯାଉଛି, ତ ଗାଡି ଘୋଡା ସବୁ ଗଲାଣି। ତ ପ୍ରଭୁଙ୍କୁ ଏତିକି ବିଶେଷ ଧନ୍ୟବାଦ ଦଉ କି ଫାଷ୍ଟ ଦିନ ଟିକେ ବର୍ଷା ପାଣି ହେଲା, କିନ୍ତୁ ପ୍ରଭୁ 2 ଦିନ ଆମକୁ ଭଲ ସୁଯୋଗ ସମୟ ଦେଲେ ହେତୁ ପ୍ରଭୁଙ୍କୁ ଆମେ ବିଶେଷ ଗୌରବ ଦେଉ। ଏବଂ ଲୋକମାନେ ଆସିଲେ ଭଲ ପ୍ରଭୁଙ୍କର ବାକ୍ୟ ଶୁଣିଲେ, ମନ ପରିବାର ଲୋକମାନେ ବି କରିସାରିଲେ। ତ ଏମିତି ଆସିଥାନ୍ତୁ ଆମର ନେକ୍ସଟ ଇୟରକୁ ଆମର ଅଛି କୁରୁମା ଫାଷ୍ଟେଡ୍। ତ ସେମିତି ଯେମିତି ଅଲଗା ମଣ୍ଡଳୀରୁ ଆସିଥିଲେ ଆମର ମଣ୍ଡଳୀକୁ, ସେମିତି ଆମେ ମଧ୍ୟ ତାଙ୍କର ଆଡକୁ ଯିବା। ସେ ତ ଆମର ମୋ ତରଫରୁ ଆମର ଏଇ ସଭା ବିଷୟରେ ଆପଣଙ୍କୁ ଏତିକି ଅନୁରୋଧ କି ଯେତେ ଲୋକ ଆସିଥିଲେ ଆପଣ ମାନଙ୍କୁ ଭଲ ଲାଗିଥିବ ତ ନ ଭଲ ଲାଗିଥିବ ସେଇଟା ତ ଆମେ କହିପାରିବୁନୁ, କିନ୍ତୁ ଯେତେ ଆସିଥିବେ ସମସ୍ତେ ପ୍ରଭୁଙ୍କର ବାକ୍ୟ ନିହାତି ଶୁଣିକି ଯାଇଥିବେ। ସେଥିପାଇଁ ମୁଁ ବିଶେଷ ଧନ୍ୟବାଦ। ହଉ ଥ୍ୟାଙ୍କ ୟୁ ଜଣାଉଛି ଭାଇ। ଥ୍ୟାଙ୍କ ୟୁ ଆଉ ଭାଇ। ଆମକୁ ବି ଭାଇ ଇନଭାଇଟ କରିଥିଲେ ସଭାକୁ, ଏଇଟା ବି ଆମର ସଭା ନୁହେଁ। ଆଉ କୁଟଲାନିଙ୍ଗା ଆସିଥିଲୁ। ଆଉ ଆମକୁ ବେଶୀ ଭଲ ଲାଗିଲା ସଭାକୁ ଦେଖିକି, ଲୋକମାନଙ୍କ ଗହଳି ଦେଖିକି ହେଲା। ଆଉ ସମସ୍ତେ ବର୍ତ୍ତମାନ ଆଉ ତାଙ୍କର ସାମାନ ପତ୍ର ଧରିକି ଆଉ ସବୁ ଯାଉଛନ୍ତି ହେଲା। ଆଉ ଆପଣ ମାନଙ୍କୁ ଯଦି ଭଲ ଲାଗିଲା କହିଲେ ଆପଣ ମାନେ ମଧ୍ୟ କମେଣ୍ଟରେ କୁହନ୍ତୁ ଭଲ ଲାଗିଲା ବୋଲିକି। ଆଉ ମତେ ଭାଇ ବେଶୀ ଭଲ ଲାଗିଲା, ସବୁ ବିଷୟରେ ଫେସିଲିଟି ସବୁ କରିଥିଲେ, ବେଶୀ ଭଲ ଲାଗିଲା। ଆଉ ଏ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ କରନ୍ତୁ। ସମସ୍ତଙ୍କୁ ଦେଖିପାରୁଛନ୍ତି ଭାଇ ବର୍ତ୍ତମାନ ସବୁ ସମାପ୍ତ ହେଇଯାଇଛି। ଆଉ ସମସ୍ତେ ନିଜର ଆଉ ସାମାନ ପତ୍ର ଧରିକି ଯାଉଛନ୍ତି ନିଜର ସ୍ଥାନକୁ ଗୃହକୁ ନିଜର। ଆଉ ଗାଁକୁ ସବୁ ଯାଉଛନ୍ତି। ଗୋଟେ ବଜାର ଗୁଡା ସବୁ ଆଉ ସବୁ କ୍ଲୋଜ କଲେଣି, ସବୁ ବନ୍ଦ କରିକି ବର୍ତ୍ତମାନ ଯିବା ପାଇଁ ସବୁ ରେଡି କରୁଛନ୍ତି। ଆଉ ଲୋକମାନଙ୍କୁ ସବୁ ସାମାନ ଧରିକି ଯାଉଛନ୍ତି। ଆଉ ଅଟୋ ଗୁଡା ସବୁ ଫୁଲ ହେଇକି ଯାଉଛନ୍ତି ଭାଇ ଦେଖିପାରୁଛନ୍ତି। ହଁ ଆମର ଭାଇନା ଅଛନ୍ତି ଦେଖିପାରୁଛନ୍ତି ଭାଇ। ହଁ ହଁ ଗାଇସ୍।
ଭାଇ ଦେଖିପାରୁଛନ୍ତି ଆଜିର ସଭାର ଶେଷ ପର୍ଯ୍ୟାୟରେ ଆମେ ପହଞ୍ଚୁଛୁ, ଯୋଉଟାକି ସଭାର ଆଜି ଶେଷ ଦିନ। ଆଉ ଶେଷ ପର୍ଯ୍ୟାୟରେ ବି ଆଉ ଏଠି ଦେଖିପାରୁଛନ୍ତି ସବୁ ଯେତେବେଳେ ସଭାର ସରିଲା ସେତେବେଳେ ଆଉ ସରିଲା ପରେ ଯେତେ ସବୁ ଲୋକମାନେ ଅଛନ୍ତି ଏଠି ସବୁ ଫଟୋ ସବୁ ଉଠା ଉଠି ଚାଲିଛି। ଆଉ ସମସ୍ତେ ଉଠଉଛନ୍ତି ଭାଇ ଫଟୋ ଗୁଡାକ, ସେଲ୍ଫି ଗୁଡାକ ନିଜ ଇଚ୍ଛାରେ। ଆଉ ଦେଖିପାରୁଛନ୍ତି ଏଠି ଆଉ ଜଣକୁ ଡାକିକି ପଚାରିବା ଆଉ ଏଠିର ମତ ବିଷୟରେ କେମିତି ଲାଗିଲା ତାଙ୍କୁ, ଆଉ ସେ ବିଷୟରେ ଟିକେ ପଚାରିବା ହେଲା। ଭାଇ ଏଇଠିର ଆଉ ଗୋଟେ କଣ ଏ ସ୍ଥାନ ବାସିନ୍ଦା ଜଣେ ଅଛନ୍ତି, ଆଉ ସେ ଭାଇଙ୍କୁ ଜଣେ ପଚାରିବା ଏ ସଭା ବିଷୟରେ ତାଙ୍କୁ କେମିତି ଲାଗିଲା। ଆଉ ଏଠି ଆମର ଅଛନ୍ତି ଭାଇ ଜଣେ ଅଛନ୍ତି ଦେଖିପାରୁଛନ୍ତି। ହେଲେ ଭାଇ ତମକୁ ଏ ସଭା ବିଷୟରେ ମୁଁ ଟିକେ ପଚାରିବାକୁ ଚାହୁଁଛି ହେଲା। ମାନେ ପ୍ରଥମ ଦିନ କେମିତି ଲାଗିଲା, ଆଉ ସେକେଣ୍ଡ ଦିନ କେମିତି ଲାଗିଲା, ଆଉ ଥାର୍ଡ ଦିନ କେମିତି ଲାଗିଲା? ପ୍ରଥମ ଦିନ ତ ଭଲ ହେଇଥିଲା, ତାପରେ ପବନ ଟିକେ ବର୍ଷା ଟିକେ ହେଇଗଲା, ଟିକେ ବହୁତ ଦୁଃଖର ବିଷୟ। ତାପରେ ସେକେଣ୍ଡ ଦିନ ବି ବହୁତ ଭଲ ହେଲା, ଟିକେ ଏବେ ବି ଲାଷ୍ଟ ବହୁତ ଭଲ ହେଲା, ସେଥିପାଇଁ ଟିକେ ବହୁତ ଖୁସି ଲାଗୁଛି। ଭାଇ କହୁଛନ୍ତି କି ଯେ ଟିକେ ଆସ, ଭାଇ କହୁଛନ୍ତି ପ୍ରଥମ ଦିନ ପ୍ରବଳ ବର୍ଷା ହେଲା, ଆମେ ବେଶୀ ହଇରାଣ ହେଲୁ। ଆଉ ବିଭିନ୍ନ ପ୍ରକାର ମାନେ ଯେତିକି ସବୁ ଆମେ ସଜସାଜ୍ୟ କରୁଥିଲୁ ସବୁ ଆଉ ମାନେ ଉଡା ଉଡି ହେଇଯାଉଥିଲା। ପୁଣି ଥରେ ସେଟା ପୁନର୍ବାର ଆମେ ସଜେଇଲୁ ବୋଲି କହୁଛନ୍ତି। ଆଉ ବହୁତ ପରିଶ୍ରମ କରିକି ଏ ପର୍ଯ୍ୟନ୍ତ ଆସିଛନ୍ତି। ଆଉ ଶେଷରେ ତମକୁ କେମିତି ଲାଗୁଛି, ଭଲ ଲାଗୁଛି ତ? ଭଲ ଲାଗୁଛି। ମାନେ ଆଉ ବର୍ଷା ଆସିକି ଆଉ ସେ 3 ଦିନ, ପ୍ରଥମ ଦିନ ଟିକେ ଆସିଲା ଯୋଉ ଦିନ ସଜଉଥିଲେ, ତାପରେ ଆଉ ସବୁ କ୍ଲିୟର କରି ପାଗ ପୁରା ମାନେ ମେଘୁଆ କରି ରହିଲା ହେଲା। ମେଘୁଆ କରି ରହିଲା, ତାପରେ ପୁରା କ୍ଲିୟର ହେଲା ମସ୍ତ ଏଇଟା ପ୍ରୋଗ୍ରାମ ସରିଲା ପରେ ବର୍ତ୍ତମାନ ଏ ପରିସ୍ଥିତି ଦେଖୁଛନ୍ତି। ଆଉ ଫଟୋ ସବୁ ଉଠଉଛନ୍ତି। ହଉ ଭାଇ ଥ୍ୟାଙ୍କ ୟୁ ହେଲା। ଆହୁରି କେବେ ଦେଖାହବା, ତମ ଗାଁରେ ସଭା ହେଲା, ଆମକୁ ବି ବସି ମାନେ ଭଲ ଲାଗିଲା, ଖୁସି ଲାଗିଲା ହେଲା। ଥ୍ୟାଙ୍କ ୟୁ। ବର୍ତ୍ତମାନ ଦେଖିପାରୁଛନ୍ତି ଆମେ ଷ୍ଟେଜକୁ ଆସିଲା ପରେ ଆମର ଆଉ ଗଣମାନ ପାଷ୍ଟରରୁ ଆମ ଚାଚା ଜଣେ ଅଛନ୍ତି। ଆଉ ସେ ଚାଚାଙ୍କୁ ମୁଁ ଏ ବିଷୟରେ ଟିକେ କିଛି ମତେ କଣ କହିବେ, ମାନେ କେମିତି ଲାଗିଲା କଣ କିସ ସେ ବିଷୟରେ ଟିକେ ପଦରେ କହିବେ ବୋଲି ମୁଁ ଆଶା କରୁଛି। ଆଉ ଦାଦା ହେଲେ ସଭା ଯୋଉ ହେଲା, ଆଉ ଆପଣଙ୍କୁ ଟିକେ କେମିତି ଲାଗିଲା ସଭା ବିଷୟରେ ଟିକେ କହିବେ? ପ୍ରତି ପ୍ରଭୁ ପ୍ରଭୁ ଯୀଶୁଙ୍କର ମଧୁମୟ ନାମରେ ଜ୍ଞାପନ କରିବି। ମୁଁ ସୁସମାଚାର ଗାୟକ ପବିତ୍ର ମଲ୍ଲିକ। ଆଜି ପ୍ରଭୁଙ୍କର ସୌଭାଗ୍ୟ, କାରଣ 3 ଦିନ ବ୍ୟାପୀ 22ତମ ବାର୍ଷିକ ସଭା ଗଜପତି 62 ୟୁନିୟନର ବଡ 62 କୁଟଲାରୀ ଗାଁ ମନ୍ଦିର ଠାରେ ଅନୁଷ୍ଠିତ ହୋଇଅଛି। ଏହି ଅନୁଷ୍ଠିତ ସଭାରେ ଅନେକ ବିଶ୍ୱାସୀ ମାନେ ପ୍ରାୟତଃ 3000ରୁ ଉର୍ଦ୍ଧ୍ୱ ଥିଲେ। ପ୍ରଭୁ ଅନୁଗ୍ରହ କଲେ, ପ୍ରତ୍ୟେକ ଉପସ୍ଥିତି ପାଇକି ଯାଇଛନ୍ତି ପ୍ରଭୁଙ୍କର, ପୁଣି ପ୍ରଭୁଙ୍କର ମହିମା କରିଛନ୍ତି। ଯେପରି ସତ୍ୟତାରେ ଚାଲିବେ ଏଥିପାଇଁ ମଧ୍ୟ ସେମାନେ ଶିକ୍ଷା ଗ୍ରହଣ କରିଛନ୍ତି। ଏଥିପାଇଁ ଏହି ୟୁଟ୍ୟୁବ ଚ୍ୟାନେଲ ଇଣ୍ଡିଆନ ବୟ ତାଙ୍କର ଚ୍ୟାନେଲରେ ଅପଲୋଡ ହେବା ପାଇଁ ଯାଉଛି। ଅନୁରୋଧ କରିବି ଯେତେକ ଯଦି ଏହି ଭିଡିଓକୁ ଦେଖୁଛନ୍ତି ତେବେ ପରସ୍ପରକୁ ସେୟାର କରିବେ। ଏହିପରି ସଭା ସମିତି ଯେତିକି ହଉଛି ଉତ୍ସାହିତର ସହିତ ଯୋଉମାନେ ଆସୁନାହାନ୍ତି ସେମାନଙ୍କ ନିକଟରେ ଆଣିବା ପାଇଁ, ପୁଣି ପ୍ରଭୁଙ୍କର ଉପସ୍ଥିତି ପାଇବା ପାଇଁ ସେମାନଙ୍କୁ ହେଲ୍ପ କରିବେ। ପ୍ରଭୁ ଆଶୀର୍ବାଦ କରନ୍ତୁ। ଗଡ୍ ବ୍ଲେସ୍ ୟୁ। ଥ୍ୟାଙ୍କ ୟୁ ଦାଦା। ଆଉ ଆପଣଙ୍କ ମୁହଁରେ ପଦ ଟିକେ ଶୁଣିଲା ପାଇଁ ଆଉ ସମସ୍ତେ ଶୁଣିଲେ। ଆଉ ଆପଣ ମାନେ ସମସ୍ତେ ଆଉ ପ୍ରତ୍ୟେକ ସଭା ମାନଙ୍କୁ ଆଟେଣ୍ଡ କରନ୍ତୁ। ଆଉ ଈଶ୍ୱରଙ୍କ ବିଷୟରେ, ଈଶ୍ୱରଙ୍କ ବାଣୀ ମଧ୍ୟ ଶୁଣନ୍ତୁ। ଆଉ ତାଙ୍କ ରାସ୍ତାରେ ପଥରେ ଚାଲନ୍ତୁ। ଗଡ୍ ବ୍ଲେସ୍ ୟୁ। ଥ୍ୟାଙ୍କ ୟୁ। ଆଉ ଏତିକିରେ ଆମର ଭିଡିଓ କ୍ଲୋଜ ହଉଛି। ଧନ୍ୟବାଦ।